ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା। ସେଇ ଯେଉଁ ଶାରଳା ଦେବୀଙ୍କର ତାଙ୍କର ବିଭିନ୍ନ ବେଶ ହୁଏ, କିନ୍ତୁ ଏକାଦଶୀ ଦିନ ତାଙ୍କୁ ଜଗନ୍ନାଥ ବେଶ କରାଯାଏ। ସେ ଜଗନ୍ନାଥ ବେଶ କାହିଁକି କରାଯାଏ ସେ ବିଷୟରେ ଆମେ ଜାଣିବା। ଆମର ଯେଉଁ ଶାରଳା ଦେବୀ ମାନେ ମା ଶାରଳାଙ୍କର ତାଙ୍କର ଶ୍ରେଷ୍ଠ ଭକ୍ତ ଥିଲେ କିଏ ନା ଶାରଳା ଦାସ, ଯାହାକୁ କି ଆମେ ତାଙ୍କର ପୂର୍ବ ନାମ ଯଦି ଦେଖିବା ତାଙ୍କର ମୂଳ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ଏଇ ଯେଉଁ ଶାରଳା ଦାସ ସେ କିନ୍ତୁ ପ୍ରକୃତରେ ସେ ଯେଉଁ ଗଜପତିଙ୍କର ମାନେ ଅନେକ ମତ ଦିଅନ୍ତି ସେ ଖଣ୍ଡାୟତ ଥିଲେ ଏବଂ ଗଜପତିଙ୍କର ସେ ସେନାବାହିନୀରେ କାମ କରୁଥିଲେ। ଏବଂ ତାପରେ ସେ ପଣ୍ଡିତ କିଭଳି ଭାବରେ ହେଲେ ନା ସେ ଯେଉଁ ଅନେକ ମାନେ ଗଜପତିଙ୍କର ଅନେକ ସେ ଗ୍ରନ୍ଥ ରଚନା କରୁଥିଲେ କେମିତି ନା ମା ଶାରଳାଙ୍କର ସେ କୃପା ଲାଭ କରି ସେ ନିରକ୍ଷର ଥିଲେ। ସେ ଯେଉଁ ଶାରଳା ଦାସ ଯାହାକୁ ଆମେ କହୁଛୁ ସିଦ୍ଧେଶ୍ୱର ପରିଡ଼ା, ସେ କିନ୍ତୁ ନିରକ୍ଷର ଥିଲେ, କିନ୍ତୁ ସେ ବ୍ୟାସଦେବଙ୍କର ରଚିତ କାବ୍ୟକୁ ଓଡ଼ିଆ ଭାଷାରେ ସେ ରଚନା କରିବାର ଶ୍ରେୟ ଯିଏକି ସିଦ୍ଧେଶ୍ୱର ପରିଡ଼ା ଭଳି ଜଣେ ଶୂଦ୍ରଙ୍କୁ ଦେବା ମାନେ ଶାସ୍ତ୍ରକାର ମାନେ ସେଇଟାକୁ ଅବମାନନା ମନେ କଲେ। ସେ ମାତା ଶାରଳାଙ୍କର ଆରାଧନା କରି ସେ ଶକ୍ତି ତ ପ୍ରାପ୍ତ ହେଲେ, ସେ ମାନେ ସବୁକିଛି ଶାସ୍ତ୍ର ରଚନା କରିବାର ଯାହାକି ବ୍ୟାସଦେବଙ୍କର ଯେଉଁ ଓଡ଼ିଆ ଯେଉଁ ତାଙ୍କର ମହାଭାରତକୁ ସେ ମାନେ ଲେଖିବାର ଶକ୍ତି ମଧ୍ୟ ସେ ହାସଲ କଲେ ଯେଉଁ ମାଆଙ୍କର ଯେଉଁ କୃପା ଲାଭ କରି। କିନ୍ତୁ ଯେଉଁ ପଣ୍ଡିତମାନେ ଯେଉଁ ପୁରାଣ ଶାସ୍ତ୍ରକାରମାନେ ଏହାକୁ ମାନେ ଅବମାନନା ମନେ କଲେ। ଜଣେ ଶୂଦ୍ର ହୋଇକରି ସେ କିଭଳି ଭାବରେ ଏଇ ଯେଉଁ ମହାଭାରତ ସଂସ୍କୃତ ମହାଭାରତକୁ ସେ ଓଡ଼ିଆରେ କିଭଳି ଭାବରେ ଲେଖିବ, ତେଣୁ ସେମାନେ ତାଚ୍ଛଲ୍ୟ କରି ଏଇ ଯେଉଁ ଶାରଳା ଦାସଙ୍କୁ ଶୂଦ୍ର ମୁନି ବୋଲି ତାଙ୍କୁ ସମ୍ବୋଧନ କରି ତାଙ୍କୁ ମଧ୍ୟ ଅପମାନିତ କରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଶାରଳା ଦାସ ସେ ସମ୍ବୋଧନକୁ ତାଙ୍କର ଯେଉଁ ତିରସ୍କାରକୁ ପଣ୍ଡିତମାନଙ୍କର ତିରସ୍କାରକୁ ସେ ମାନେ ତାକୁ ସ୍ୱାଦରେ ଗ୍ରହଣ କଲେ, ମାନେ ଅଳଙ୍କାର ଭାବରେ ମାନେ ତାକୁ କୌଣସି କୁଣ୍ଠା ପ୍ରକାଶ କଲେ ନାହିଁ, କୌଣସି ତାଙ୍କ ପ୍ରତି ଖରାପ ଭାବ ସେ ଆଣିଲେ ନାହିଁ। ବରଂ ତାଙ୍କରି ସେଇ ଯେଉଁ ମାନେ ଅବମାନନା ବା ତାଙ୍କରି ଯେଉଁ କଟୁକ୍ତି ତାଙ୍କୁ ସେ ଅଳଙ୍କାର ଭାବରେ ଗ୍ରହଣ କରି ସେ ନିଜର ଲେଖାରେ ସେ ଅନେକ ବାର ନିଜକୁ ଶୂଦ୍ର ମୁନି ରୂପରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ନିଜକୁ ଖଣ୍ଡାୟତ ନୁହେଁ, ସେ ଶୂଦ୍ର ଭାବରେ ଯାହାକି ଶୂଦ୍ର ମୁନି ଶାରଳା ଦାସ ଏବେ ମଧ୍ୟ କୁହାଯାଏ। ତେଣୁ ତାପରେ ଗଜପତି କପିଳେନ୍ଦ୍ର ଦେବଙ୍କର ଯେଉଁ ନିମନ୍ତ୍ରଣ ପାଇଁ ଶାରଳା ଦାସ କ'ଣ କରିଥିଲେ, ମହାଭାରତ ପୋଥି ନେଇ ସେ କ'ଣ କଲେ ରାଜ ଦରବାରରେ ତାକୁ ଦାଖଲ କରିଥିଲେ ଏବଂ ରାଜାଙ୍କର ଆଦେଶରେ ଏ ଯେଉଁ ରଚନାର ମାନ ସେ ନିର୍ଦ୍ଧାରଣ କରିବା ପାଇଁ ପୋଥିକୁ ପଣ୍ଡିତ ସମାଜକୁ ସେ ହସ୍ତାନ୍ତର ମଧ୍ୟ କରିଥିଲେ। ଏବଂ ପଣ୍ଡିତମାନଙ୍କ ଭିତରୁ ଯେଉଁମାନେ ଏଇ ଯେଉଁ ଶାରଳା ଦାସଙ୍କର ତାଙ୍କର ଏଇ ଯେଉଁ କାବ୍ୟକୁ ବା ଶାରଳା ଦାସକୁ ଯେ ନିନ୍ଦା କରୁଥିଲେ, ସେମାନେ ଦୃଢ଼ ମତବ୍ୟକ୍ତ କଲେ ଯେ ଶାରଳା ଦାସ ରଚିତ ଏଇ ଯେଉଁ ମହାଭାରତ ଯାହାକି ଓଡ଼ିଆ ଭାଷା ଆଦି ଗ୍ରନ୍ଥ ମାନ୍ୟତା ପାଇବାରେ କୌଣସି ଯୋଗ୍ୟତା ରଖେ ନାହିଁ। ଆଉ କେତେକ ମତବ୍ୟକ୍ତ କଲେ ଯେ ଗ୍ରନ୍ଥରେ ଥିବା କେତେକ ତ୍ରୁଟି ମଧ୍ୟ ସଂଶୋଧନ ଯଦି କରିଦିଆଯିବ ତାହେଲେ ସେଇଟା ଆଦି ଗ୍ରନ୍ଥ ପାଇବା ପାଇଁ ସେ ବିଚାର କରାଯାଇପାରେ। ତେବେ ଗଜପତି ତାଙ୍କର ଯେଉଁ ଦ୍ୱିତୀୟ ପ୍ରସ୍ତାବରେ ରାଜି ହେଲେ, କିନ୍ତୁ ଶାରଳା ଦାସ କହିଲେ ଯେ ମଣିମା ଏ ଗ୍ରନ୍ଥର ଲେଖକ ମୁଁ ନୁହେଁ, ଏ ଯେଉଁ ମହାଭାରତ ଏ ଯେଉଁ ଗ୍ରନ୍ଥ ଏହାର ଲେଖକ ମୁଁ ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କର ଆଦେଶ ଅନୁସାରେ ମାତା ଶାରଳା ସେ ମୋ କଣ୍ଠରେ ବିଜେ କରି ମୋତେ ଯାହା କହିଦିଅନ୍ତି ମୁଁ ସେଇ ତାହା ହିଁ ଲେଖିଦିଏ, କିନ୍ତୁ ମୁଁ କିଛି ଲେଖେ ନାହିଁ ଆଜ୍ଞା, ମୋର କୌଣସି ଜ୍ଞାନ ନାହିଁ, ମୁଁ ମୂର୍ଖ ମାନେ ନିରକ୍ଷର ଶାରଳା ଦାସ ମୁଁ। ତେଣୁ ମାତା ଶାରଳା ମୋତେ ଯାହା କହିଦିଅନ୍ତି ମୋ କଣ୍ଠରେ ବସି ମୁଁ ସେଇଆ ହିଁ ଲେଖେ। ତେଣୁ ମାତା ଶାରଳାଙ୍କର ଲେଖାର ସଂଶୋଧନ କରିବାର ଧୃଷ୍ଟତା ମୁଁ କରିପାରିବି ନାହିଁ ଆଜ୍ଞା। ତେଣୁ ଶାରଳା ଦାସଙ୍କର ଏ କଥାରେ ଉପସ୍ଥିତ ଯେଉଁ ସଭାସଦ ବର୍ଗ ଯେଉଁମାନେ ପଣ୍ଡିତମାନେ ସେମାନେ କିନ୍ତୁ ବିଶ୍ୱାସ କଲେ ନାହିଁ ଯେ କ'ଣ ଶାରଳା ମା ଆସି ମାଆକୁ ଏତେ ବଡ଼ ତୁ ଭକ୍ତ ହୋଇଗଲୁ, ମାତା ଆସି ତୋ କଣ୍ଠରେ ବସିକିରି କହିଲେ ତୁ ଲେଖିଦେଲୁ, ଏଇଟା ସେମାନଙ୍କ ପାଇଁ ମାନେ ଚକ୍ଷୁଶୂଳ ହେଲା। ସେମାନେ ଏହାକୁ ଗ୍ରହଣ କରିପାରିଲେ ନାହିଁ। ଏହି ସମୟରେ ମାତା ଶାରଳା ସେ ଶୂନ୍ୟରେ ଥାଇ ଆବିର୍ଭୂତ ହୋଇ କହିଲେ ଯେ କପିଳେନ୍ଦ୍ର ମାନେ ସେ ରାଜାଙ୍କୁ ଶୂନ୍ୟବାଣୀ କଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କର ଆଦେଶରେ ମୁଁ ସିଦ୍ଧେଶ୍ୱରଙ୍କର କଣ୍ଠରେ ବିଜେ କରି ମାନେ ଯାହା ଲେଖିବା କଥା ତାହା ମୁଁ ତାଙ୍କୁ ବତେଇ ଦେଇଥିଲି। ତେଣୁ ତୁମେ ତା'ର ପ୍ରମାଣ ପାଇବାକୁ ଚାହୁଁଥିଲେ, ତୁମେ ଶ୍ରୀମନ୍ଦିରର ଯେଉଁ ନୀଳଚକ୍ରକୁ ଦେଖ, ନିଜେ ମହାପ୍ରଭୁ ସେଠାରେ ବିରାଜମାନ କରି ଇଏ କଥାର ସେ ମାନେ ସାକ୍ଷୀ ସେ ପ୍ରଦାନ କରୁଛନ୍ତି। ଗଜପତି ଏବଂ ସେଠାରେ ଉପସ୍ଥିତ ସମସ୍ତେ ସେ ଯେଉଁ ନୀଳଚକ୍ରରେ ଯେଉଁ ମହାପ୍ରଭୁଙ୍କୁ ତାଙ୍କୁ ଦର୍ଶନ କରି ସେ ଚମତ୍କୃତ ହୋଇଗଲେ ଏବଂ ମହାପ୍ରଭୁ ସେଠାରେ ବିରାଜମାନ କରି ସେ ତାପରେ ଯେଉଁ ଗଜପତି ମହାପ୍ରଭୁ ସେଇଠାରେ ମଧ୍ୟ ବିରାଜମାନ କରୁଥିଲେ ଏବଂ ଗଜପତି ଆଉ ଖେଳେ ମାତ୍ର ଅପେକ୍ଷା ନ କରି ଶାରଳା ଦାସଙ୍କର ମୁଣ୍ଡରେ ତାଙ୍କୁ ଯେଉଁ ଶାଢ଼ୀ ବାନ୍ଧି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ଯେଉଁ ଓଡ଼ିଆ ମହାଭାରତକୁ ମାନେ ସଂସ୍କୃତ ମହାଭାରତକୁ ଯେଉଁ ଓଡ଼ିଆ ଭାଷାରେ ସେ ରଚନା କରିଥିବାରୁ ତାକୁ ଆଦି ଗ୍ରନ୍ଥ ଏବଂ ଶାରଳା ଦାସଙ୍କୁ ଆଦି କବି ରୂପରେ ତାଙ୍କୁ ସେ ଘୋଷଣା କରିଥିଲେ ଶାଢ଼ୀ ବାନ୍ଧି। ତେଣୁ ଶାରଳା ଦାସ ସେ ତାପରେ ସେ ଝଙ୍କଡ଼କୁ ଫେରିଗଲେ ଏବଂ ଗଜପତିଙ୍କର ଯେଉଁ ସମ୍ବର୍ଦ୍ଧନା ତାଙ୍କୁ ଯେତିକି ଆନନ୍ଦ ମାନେ ତାଙ୍କୁ ଆନନ୍ଦ ପ୍ରଦାନ କରୁଥିଲା, କିନ୍ତୁ ସେ ଯେଉଁ ପଣ୍ଡିତମାନଙ୍କର ତାଚ୍ଛଲ୍ୟ ଏବଂ ତାଙ୍କର ଯେଉଁ ଅପମାନ
ତାଙ୍କୁ ଅଳ୍ପ ମାନେ କିଛି ବ୍ୟଥିତ ମଧ୍ୟ ସେ କରୁଥିଲା। ସେତେବେଳକୁ ସେ ତାଙ୍କର ବୟସ ମଧ୍ୟ ମାନେ ବାର୍ଦ୍ଧକ୍ୟ ବୟସରେ ସେ ଉପନୀତ ହେଉଥିଲେ ଏବଂ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବାର ଆଉ ମାନେ ସବୁ ସମୟରେ ଯାଇ ମାନେ ମହାପ୍ରଭୁଙ୍କର ଦର୍ଶନ କରିବା ସେତେବେଳେ ତ ଆଉ ଯାତାୟାତର ଏଭଳି ସୁବିଧା ନଥିଲା, ଚାଲି ଯିବା। ତେଣୁ ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କର ଦର୍ଶନ କରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ଦିନେ ମା ଶାରଳାଙ୍କର ମନ୍ଦିରରେ ପହଞ୍ଚି ସେ ତାଙ୍କୁ ନିବେଦନ କରି କହିଲେ, ମା ये जो अकिंचन पुत्रर ये जो मो प्रति जितेबाला सदय हेलु तेणु मोर मान रक्षा करी ये जो राज दरबार में मत पहुँचा पड़ा। तेणु महाप्रभु मोपाई रत्नवेदी छाड़ी से नीलचक्र विराजमान कले। तेणु मोर मन होजे केतक माने असहिष्णु से महाप्रभुंर तांकर स्वच्छंद दर्शन करदेवे ना, किंतु तोर एवं महाप्रभुंर दर्शन बिना ये जो अकिंचन ये जो सारला दास से बंची पार ना। तेणु भक्तर सारला दासर जो आकल प्रार्थना माँ सारला शुणिले एवं माँ सारला कहले जे मु हूँ परम वैष्णवी एवं महाप्रभु जगन्नाथंकर परम भक्त। कारण देख जे श्रीक्षेत्र में अच्छा जे माता अच्छा महाप्रसाद किभली भाव में प्रस्तुत हुए जे माता विमला से आदि माता अच्छा तेणु वैष्णवी रूप से अच्छा तांकर प्रसाद लगिला तापर महाप्रसाद हुए। तेणु मु हूँ माने मातांकर माने महाप्रभुंकर परम भक्त। कारण मु ही तांको अनुरोध करी त्रेता जुगे से जिते राम रूप से शिव शंकर आसिक जो रामकर राज्याभिषेक समय दिव्य प्रसाद भोजन कर सारी एकाकी भोजन करते किंतु मु वंचित रही। तेणु महाप्रभु को मु प्रार्थना करिबारु महाप्रभु मते एठारे विमला रूप में अवस्थापित कराइछन्ति एवं मते ही तांकर प्रथम भोग मते अर्पण करिबा परे तापरे ताहा महाप्रसाद परिणत होउछि। तेणु तू जेहेतु माने मु तो हूँ माने महाप्रभुंकर जगन्नाथ महाप्रभुंकर परम भक्त। तेणु तांकर षष्ठ अवतार परशुराम तांकर सरमुनारे से मते निर्माण करिसंती। एणिकी तो पाई मु प्रति एकादशी तिथि जगन्नाथ वेश ग्रहण करी मु दर्शन देवी एवं भक्त माने मोर ये जगन्नाथ वेश दर्शन करी ये महाप्रभु दर्शन से पूर्ण लाभ करेंगे। तेणु से दिन ठारू माता सारला को विष्णुकर माने अति प्रिय जे कि एकादशी दिन ताकू जगन्नाथ वेश कर परंपरा से चालू रहा एवं से दिन ठारू अद्यावधि आज पर्यंत एकादशी तिथि ये जो माता सारला को जगन्नाथ वेश सज्जित कराए। तेणु भक्त ये जो सारला दास जो शूद्रमुनि सारला दास से किभली भाव में माने माता सारला से भक्त थे एवं तांकरी जो मान रक्षा पाई तांकरी गुहारी को ग्रहण करी ये जो माता सारला से परम वैष्णवी हेले मध्य से प्रत्येक एकादशी रे से माने निजे जगन्नाथ वेश से सज्जित हुअन्ति एवं जगन्नाथ वेश से भक्त मान को दर्शन दियंती एवं से परंपरा आज पर्यंत मध्य से चालू रही। आशा करे जो आलोचनाटी आपण मानको भल लगी आज रहुछि। जय जगन्नाथ, जय माता सारला।